जिलापालଙ୍କ ନିକଟରେ ଅଭିଯୋଗ କଲେ ଆଳପୁରର ଗ୍ରାମବାସୀ। ପ୍ରଦୀପ୍ତ କୁମାର ଦାସ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆଳପୁରର ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରଦୀପ୍ତ କୁମାର ଦାସ 2 ଏକର ଜାଗା କିଣି ସେଠାରେ ଗୋଟେ ଶୀତଳ ଭଣ୍ଡାର ନିର୍ମାଣ କରିଛନ୍ତି। ଏଥିରେ ଆଳୁ ସହିତ ଅଞ୍ଚଳ ବାହାରୁ ମଧ୍ୟ କିଛି ଫଳ ଆଉ ପନିପରିବା ଆସି ରହିଥାଏ। ଆଜିକୁ 2 ବର୍ଷ ହେବ ଏହି ଶୀତଳ ଭଣ୍ଡାରଟି ବନ୍ଦ ହୋଇପଡ଼ିଛି। ଶୀତଳ ଭଣ୍ଡାରର ମାଲିକ ପ୍ରଦୀପ୍ତ କୁମାର ଦାସ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 1,29,00,000 ଟଙ୍କା ଋଣ ଆଣିଛନ୍ତି, ଯାହାର କି ନୋଡାଲ ଏଜେନ୍ସି ଏପିକଲ ଭୁବନେଶ୍ୱର କାର୍ଯ୍ୟକାରୀ ହେଉଛି ଉପନିର୍ଦ୍ଦେଶକ କୃଷି ବିଭାଗ ମାଧ୍ୟମରେ। ଏଠାରେ ଶୀତଳ ଭଣ୍ଡାର ପରିବର୍ତ୍ତେ ଛତୁ ଚାଷ କରାଯାଉଛି। ଯେଉଁ ପ୍ରଣାଳୀରେ ଛତୁ ଚାଷ କରାଯାଉଛି ଏହା ସମ୍ପୂର୍ଣ୍ଣ ପରିବେଶକୁ ଦୂଷିତ କରୁଛି। ଏଠି ଅତ୍ୟଧିକ ମାତ୍ରାରେ କୁକୁଡ଼ା ମଳ ସହିତ ଅନ୍ୟାନ୍ୟ କିଛି ରାସାୟନିକ ଜିନିଷ ମିଶାଇ ଏହି ଛତୁ ଚାଷ କରୁଛନ୍ତି। ସେହି ମିଶ୍ରଣର ଦୁର୍ଗନ୍ଧରେ ଗାଁ ଲୋକମାନଙ୍କୁ ନିଶ୍ୱାସ ନେବାରେ ବଡ଼ କଷ୍ଟକର ହୋଇପଡ଼ିଛି। ଏଭଳି ଏକ ବିଷାକ୍ତ ଦୁର୍ଗନ୍ଧମୟ ପରିବେଶରେ ଗ୍ରାମବାସୀଙ୍କ ଜୀବନ ବର୍ତ୍ତମାନ ସଙ୍କଟରେ ଅଛି। ଏହା ଭିତରେ କିଛି ହାଡ଼ ମଧ୍ୟ ଦେଖିବାକୁ ମିଳିଛି। ଯେଉଁ ସବୁ ଉପାଦାନରେ ଛତୁ ଚାଷ କରାଯାଉଛି ଏହା ସମ୍ପୂର୍ଣ୍ଣ ଲୋକମାନଙ୍କ ପାଇଁ କ୍ଷତିକାରକ ଅଟେ। ଏପରିକି ଏହି ଅସହ୍ୟ ଦୁର୍ଗନ୍ଧରେ ଶ୍ୱାସରୁଦ୍ଧ ହୋଇ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ଏଭଳି ଦୂଷିତ ଓ ଦୁର୍ଗନ୍ଧମୟ ସୃଷ୍ଟି କରୁଥିବା କମ୍ପାନୀକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲୋକମାନେ ଅଭିଯୋଗ କରିଛନ୍ତି। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜନଶକ୍ତି ଟିଭି।